सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କର ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନ ମାନଙ୍କୁ ମୋର ସତ୍ପ୍ରେମ ଜୟଛି। ଆଜି ଆମେ ଭାବନାର ପ୍ରଭାବ ବିଷୟରେ ଆଲୋଚନା କରିବା। ଭାବନା ଦ୍ୱାରା କିଭଳି ଭାବରେ ଶରୀର ଉପରେ ପ୍ରଭାବ ପଡ଼େ। ମନର ଭାବର ରଙ୍ଗ ବଦଳି ଯିବା ମାତ୍ରେ ଶରୀରର ରଙ୍ଗ ବଦଳିଯାଏ। କ୍ରୋଧର ଭାବ ଆସିଲେ ଆଖି ଓ ମୁଖମଣ୍ଡଳ ନାଲି ପଡ଼ିଯାଏ। ଶ୍ୱାସ ବେଗରେ ଚାଲିବାକୁ ଲାଗେ। ଫୁସ୍ଫୁସ୍ ଓ ହୃଦୟର ଗତି ବଦଳିଯାଏ। ଭୁଜଦଣ୍ଡ ଓ ସମଗ୍ର ଶରୀର ଡେଇଁବାକୁ ଓ ଥରିବାକୁ ଲାଗେ। ପାଟି ବଢ଼ିଯାଏ। ଏହି କ୍ରୋଧ ମନର ଭାବ ବା ଭାବନା। ଏହିପରି ଭୟ ଭାବ ମନରେ ଆସିଲେ ଶରୀରର ପ୍ରତ୍ୟେକ ଲୋମ ଠିଆ ହୋଇଯାଏ। କେବେ କେବେ ମନୁଷ୍ୟ ଅଚେତ ହୋଇଯାଏ ଏବଂ ଜ୍ୱର ମଧ୍ୟ ହୋଇଯାଏ। କେବେ କେବେ ହୃଦୟର ଗତି ବନ୍ଦ ହୋଇ ମନୁଷ୍ୟ ଶରୀର ତ୍ୟାଗ କରେ, ଯାହାକି ଲୋକମାନେ ମୃତ୍ୟୁ ବୋଲି କହନ୍ତି। ଏହି ଭୟ ମଧ୍ୟ ମନର ଭାବ ବା ଭାବନା ଅଟେ। ବିଦ୍ୱାନ ହେବାର ଦୃଢ଼ ଇଚ୍ଛା ଓ ଦୃଢ଼ ଭାବ ବା ଭାବନା ଯେଉଁ ବାଳକର ହୁଏ, ସେ ମନ ଲଗାଇ ପରିଶ୍ରମ ସହିତ ପଢ଼ିବାକୁ ଲାଗେ ଏବଂ ପଢ଼ାରେ ମଧ୍ୟ ସଫଳ ହୁଏ। ବୀରତାର ଭାବ ଆସିବା ମାତ୍ରେ ମନୁଷ୍ୟ ନିଜ ନିଶ ମୋଡ଼ିବାକୁ ଲାଗେ। ଫଳରେ ତାର ଛାତି ଫୁଲିଯାଏ, ମୁଣ୍ଡ ଟେକି ହୋଇଯାଏ ଓ ବଳ ବଢ଼ି ସେ ଯୁଦ୍ଧକ୍ଷେତ୍ରକୁ ଡେଇଁ ପଡ଼ି ସେହି ଯୁଦ୍ଧରେ ବିଜୟୀ ମଧ୍ୟ ହୁଏ। କରୁଣାର ଭାବ ଆସିବା ମାତ୍ରେ ମନ ତରଳିଯାଏ ଓ ଆଖିରେ ପାଣି ହୋଇ ବାହାରେ। କାମର ବାସନାର ଭାବ ଆସିବା ମାତ୍ରେ ମନୁଷ୍ୟ ଶରୀରରେ ଯେଉଁ ଭାବ ଆସେ ତାହା ସମସ୍ତ ଅନୁଭବୀକୁ ଜଣା। ଏ ବିଷୟରେ ବର୍ଣ୍ଣନା କରିବା ଅନୁଚିତ। ଶତ୍ରୁକୁ ଦେଖି ଈର୍ଷା, ଦ୍ୱେଷ ଓ ଶତ୍ରୁତାର ଭାବ ଆସିବା ମାତ୍ରେ ଶରୀରରେ ନିଆଁ ଲାଗିଯାଏ ଓ ରକ୍ତ ଶରୀର ମଧ୍ୟରେ ଫୁଟିବାକୁ ଲାଗେ। ମନରେ ଯେତେବେଳେ ଚାଲିବାର ଭାବ ଆସେ ମନୁଷ୍ୟ ଚାଲିବାକୁ ଲାଗେ ଓ ଚାଲି ଚାଲି ବସିବାର ଭାବ ଆସିଲେ ମଣିଷ ବସିଯାଏ। ଯେ ପର୍ଯ୍ୟନ୍ତ ଆମ ଦେଶର ମୁନିମାନଙ୍କର ଭାବନା ବା ଭାବ ଥିଲା ଯେ ଶରୀରମ୍ ଶିବ ମନ୍ଦିରମ୍, ତାର ଅର୍ଥ ହେଉଛି
ଶରୀର ହେଉଛି କଲ୍ୟାଣ ସ୍ୱରୂପ ଭଗବାନଙ୍କର ଘର। ସେ ପର୍ଯ୍ୟନ୍ତ ସେମାନେ ପ୍ରକୃତିରେ ନିରୋଗ ଥିଲେ। ଯେଉଁ ସମୟରୁ ତାଙ୍କର ବଂଶଜମାନଙ୍କର ଭାବନା ଆସିଲା ଯେ ଶରୀରମ୍ ବ୍ୟାଧି ମନ୍ଦିରମ୍ ବା ଶରୀର ହେଉଛି ରୋଗର ଘର, ସେବେଠାରୁ ପ୍ରକୃତରେ ସେମାନେ ରୋଗୀ ହୋଇଗଲେ। ମନୁଷ୍ୟ ମନୋମୟ, ନିଜକୁ ନୀଚ ଭାବୁଥିବା ମନୁଷ୍ୟ ପ୍ରକୃତିରେ ନୀଚ ହୋଇଯାଏ ଓ ଠିକ୍ ସେହିପରି ମନୁଷ୍ୟର ଉଚ୍ଚ ଭାବ ତାକୁ ଉଚ୍ଚ କରି ଚାଲେ। ଉଚ୍ଚ ଭାବର ପ୍ରାଣୀ ଭଲ କର୍ମ କରେ ଓ ଉଚ୍ଚ ହୁଏ। ନୀଚ ଭାବର ପ୍ରାଣୀ ନୀଚ କର୍ମ କରି ନୀଚ ହୋଇଯାଏ। ମନର ଅସନା ଓ ମଇଳା ଭାବ ମନୁଷ୍ୟକୁ ଅସନା ଓ ମଇଳା କରିଦିଏ। ତେଣୁ ପୁରୁଣା ଅସନା ଭାବକୁ ମନରୁ ବା ନିଜଠାରୁ କାଢ଼ି ବା ବାହାର କରି ନବୀନ ଉଚ୍ଚ ଭାବ ଗୁଡ଼ିକୁ ମନରେ ଆମେ ଭରିଦେବା ଉଚିତ ବା ପୂର୍ଣ୍ଣ କରିଦେବା ଉଚିତ। ନୂଆ ରଙ୍ଗ ମଇଳା ଲୁଗାରେ ଧରେ ନାହିଁ। ନୂଆ ରଙ୍ଗ ଭଲ ଭାବେ ଦେଖାଯିବା ନିମନ୍ତେ ବା ଚକଚକ ହେବା ନିମନ୍ତେ ଯେପରି ଲୁଗାକୁ ସବୁ ପ୍ରକାରର ସଫା କରିବାର ବା ସ୍ୱଚ୍ଛ ଓ ଉଜ୍ଜଳ କରିବାକୁ ଯତ୍ନ କରାଯାଏ, ସେହି ପ୍ରକାରରେ ମୁନି ସମାଜର ଉଚ୍ଚ ଭାବ ଗୁଡ଼ିକର ରଙ୍ଗ ଚଢ଼ାଇବାକୁ ଶରୀରର ପ୍ରତିଟି ଅଙ୍ଗ, ପ୍ରତି ଅଣୁ ଓ ପ୍ରତି ଅବୟବକୁ ନିର୍ବିକାର, ନିରୋଗ, ସଫା ଓ ସ୍ୱଚ୍ଛ କରିବାକୁ ହୁଏ ଏବଂ କରିବାକୁ ହେବ। ତେଣୁ ମୁନି ସମାଜର ସଭ୍ୟ ହୋଇ ଏହି ଜ୍ଞାନକୁ ଧାରଣ କରି ଯୋଗ ସାଧନ କଲେ ଏହି ଗୁଣଗୁଡ଼ିକର ଅଧିକାରୀ ହୋଇପାରିବେ ଏବଂ ନିଜର ଶରୀର ଉପରେ ପ୍ରୟୋଗ କରି ନିଜର ଉପକାର କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ମଧ୍ୟ ଉପକାର କରିପାରିବେ। ଏ ହେଉଛି ମୁନି ସମାଜର ଜ୍ଞାନ। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।